ଅଭିଜ୍ଞତା ଓ ସୃଜନଶୀଳତା। ସୃଜନ ବା ନିର୍ମାଣକୁ କେମିତି ରୂପଦାନ କରିବାର ନାମ ହେଉଛି ଶୀଳତା। ମଣିଷ ଦେଖିକି ଏବଂ ଜୀବନକୁ ବିତେଇକି ଯେଉଁ ଜ୍ଞାନ ପାଏ ତାକୁ ଅଭିଜ୍ଞତା କହନ୍ତି। ମଣିଷ ଭାବୁକ ଚିନ୍ତାପ୍ରିୟ ଥିବାରୁ ସୃଜନଶୀଳ ବା କ୍ରିଏଟିଭ ହୋଇଥାଏ। ମଣିଷର କଳ୍ପନା ଶକ୍ତି ତା'ର ମନ ଓ ମସ୍ତିଷ୍କରେ ସୃଜନଶୀଳତାକୁ ଭରେ। ଶୀଳ କହିଲେ ଭାବକୁ ବୁଝାଏ। କେମିତି ରୀତିରେ ମଣିଷ ଭାବୁଅଛି ତାହା ହିଁ ଶୀଳ। ଅଭିଜ୍ଞତା ସହିତ ସୃଜନଶୀଳତାର ସମ୍ବନ୍ଧ ଅବିଚ୍ଛେଦ୍ୟ। ସୃଜନଶୀଳତା ମଣିଷକୁ ଉଦ୍ଭାବକ ଆବିଷ୍କାରକ କରାଏ। ସୃଜନଶୀଳତା ବିଚିତ୍ରତା ହେବା ସାଙ୍ଗକୁ ସଚିତ୍ରତାର ବି ଥାଏ। ସୃଜନଶୀଳତାର ଗତି ଓ ଉଦ୍ଦେଶ୍ୟ ବେଳେବେଳେ ମଣିଷ ବୁଝିପାରି ନଥାଏ। ସେଇଠି ସୃଜନଶୀଳତା ବିଚିତ୍ର, ଅଜବ ବା କିମ୍ଭୂତ ବୋଲାଏ। ସୃଜନଶୀଳତା ଅନୁକରଣ ଅନୁସୃଜନ ବିଦ୍ୟା, ଯାହାକି ପ୍ରୟୋଗାତ୍ମକ ସ୍ଥିତିରୁ ଆସେ, ମଣିଷକୁ କଳ୍ପନାପ୍ରବଣ କରାଏ। ଫଳରେ ମଣିଷ ବେଶୀରୁ ବେଶୀ ସୃଜନଶୀଳ ହୁଏ। ସୃଜନଶୀଳତାର ଅପର ନାମ ନିର୍ମାଣ ବିଦ୍ୟା ବା ତିଆରି ଶାସ୍ତ୍ର। ନୂଆ କରି କିଛି ଗୋଟେ ତିଆରି କରିବାକୁ ସୃଜନଶୀଳତା ବା ସର୍ଜନଶୀଳତା କହନ୍ତି। ଈଶ୍ୱର ନିଜେ ସୃଜନଶୀଳ ଏବଂ ସେ ମନୁଷ୍ୟକୁ ସୃଜନଶୀଳ କରାଇଅଛନ୍ତି। କଳ୍ପନା ଶକ୍ତି ଈଶ୍ୱର ତଥା ମନୁଷ୍ୟର ଉଭୟଙ୍କର ରହିଅଛି। ନହେଲେ ବିରାଟ ସୃଷ୍ଟିର ସମ୍ଭବ ଈଶ୍ୱରଙ୍କ ଦ୍ୱାରା ହୋଇପାରି ନଥାନ୍ତା। ଈଶ୍ୱରୀୟ ସୃଷ୍ଟିର ସ୍ତରେ ସ୍ତରେ ସର୍ଜନଶୀଳତା ବା କ୍ରିଏଟିଭିଟିର ଛାପ ବା ମୁଦ୍ରାଙ୍କ ରହିଅଛି। ଅଗତ୍ୟା ଈଶ୍ୱରଦତ୍ତ ଜ୍ଞାନରୁ ଜୀବଶ୍ରେଷ୍ଠ ସର୍ବୋତ୍ତମ ସୃଷ୍ଟି ମାନବ ସୃଜନଶୀଳ ବା କ୍ରିଏଟିଭ ହୋଇପାରିଅଛି। ନହେଲେ ହୋଇପାରି ନଥାନ୍ତା। ସୃଜନଶୀଳତା ବହୁମୁଖୀ ପ୍ରକାଶକରଣ ପ୍ରୟୋଗାତ୍ମକ ବିଦ୍ୟା। ଏହା ବାହ୍ୟ ବସ୍ତୁକୁ ଦେଖିକି ଆସେ ଏବଂ ମନରୁ ସମ୍ପୂର୍ଣ୍ଣ ଅଭିନବ ବା ନୂତନ ଉପାୟରେ ବି ପଶେ। ଯାହାକି ଈଶ୍ୱରଙ୍କଠାରେ ପୂର୍ଣ୍ଣତଃ ରହିଅଛି। କାରଣ ଭଗବାନଙ୍କ ପାଖରେ ପୂର୍ବରୁ କୌଣସି ନମୁନା ବା ଉଦାହରଣ ନାହିଁ ବା ନଥିଲା ଯେ ସେ ଦେଖିକି ସୃଷ୍ଟିକୁ ସୃଜନଶୀଳ କରିଦେଇଅଛନ୍ତି। ପରନ୍ତୁ ମନୁଷ୍ୟ ପକ୍ଷେ ଦେଖିବାର ଅପର୍ଯ୍ୟାପ୍ତ ଦୃଷ୍ଟାନ୍ତ ରହିଅଛି। ଆଉ ସେଇଥିରୁ ମଣିଷ ସୃଜନଶୀଳ ହୋଇପାରିଅଛି, ସହଜରେ ବନିପାରିଛି। ଅତଏବ କୁହାଯାଇ ପାରିବ କି ଈଶ୍ୱରଙ୍କ ଦ୍ୱାରା ମଣିଷ ସୃଜନଶୀଳତାକୁ ପାଇଅଛି, ପ୍ରାପ୍ତ କରିଅଛି। ଅନୁଭୂତି ବା ଅଭିଜ୍ଞତା ସୃଜନଶୀଳତାକୁ ଗଢ଼େ, ବାହାରକୁ ଦେଖାଏ ତଥା ବିକଶିତ କରାଏ, ବ୍ୟାପକ ବି କରେ। ଭୂମିଠାରୁ ନେଇ ଭୂମା ପର୍ଯ୍ୟନ୍ତ ସର୍ଜନଶୀଳତା ପରିବ୍ୟାପ୍ତ ତଥା ଘେରିକି ରହିଅଛି। ଆବଶ୍ୟକତା ହେଲା କାଢ଼ିବା, ଆବିଷ୍କାରିବା, ଖୋଜି ଲୋଡ଼ି ପାଇବା। ସଚେଷ୍ଟ ଉଦ୍ୟମର ଫଳ। ବୁଦ୍ଧିର ବ୍ୟାବହାରିକ ଖେଳ ହେଉଛି ସୃଜନଶୀଳତା। ବୁଦ୍ଧିର ବ୍ୟବହାର ନଥିଲେ ସୃଜନଶୀଳତା ଆସିପାରିବ ନାହିଁ। ଆସିକି ଚମତ୍କାରିତା ଦେଖାଇ ପାରିବ ନାହିଁ। ଜଗତକୁ ଚକିତ କରିପାରିବ ନାହିଁ। ସୃଜନଶୀଳତା ଗ୍ରାହ୍ୟ ଏବଂ ଅଗ୍ରାହ୍ୟ ହୋଇଥାଏ। ସବୁ ସୃଜନଶୀଳତାକୁ ମଣିଷ ଆଖି ଗ୍ରାହ୍ୟ ବା ଗ୍ରହଣୀୟ କରିପାରି ନଥାଏ। ଉଦାହରଣ ହେଲା ବର୍ତ୍ତମାନ ଓଡ଼ିଆ ଯାତ୍ରା ଅପେରା ନାଟକରେ ଅତି ବାସ୍ତବିକ ଅଭିନୟିକ ଦୃଶ୍ୟାବଳୀ। କୌଣସି ଏକ ଅପେରା ନାଟକରେ ଚତୁର୍ମୁଖୀ ମୁକ୍ତାକାଶୀ ଖୋଲା ରଙ୍ଗମଞ୍ଚରେ ଦର୍ଶକେ ଦେଖିଥିଲେ ନିର୍ଦ୍ଦେଶକଙ୍କର ପ୍ରତ୍ୟକ୍ଷ ଉପସ୍ଥିତିକ ବିରାଜମାନତାରେ ଥାଇ ଯାତ୍ରା ନାଟକର ଖଳନାୟକ ଭିଲିଆନ ଖୋଲା ଦେହରେ, ଗୋରା ସୁନ୍ଦର ସ୍ୱାସ୍ଥ୍ୟବାନ ସୁଗଠିତ ଦେହାଳୁ ଶରୀରକୁ ନେଇ, ଦେହରେ ଚିପା ସାଟିନ ଚିକ୍‌ଚିକ୍ ରେଶମୀ କନାର ଚୁଡ଼ିଦାର ପାଇଜାମା, ପାଦରେ ନାଲି ମୋଜା ପିନ୍ଧିବା ସହିତ ଜରିଦିଆ ନାଗରା ଜୋତା, ହାତ କଚଟିରେ ରୂପାର ଓଜନିଆ ଭାରୀ ବ୍ରେସଲେଟ ପିନ୍ଧିଥିଲା। ଆଖିରେ କଳା, ମୁଖମଣ୍ଡଳରେ ଜିଙ୍କ ଗୁଣ୍ଡ ପାଉଡର ବୋଳି, ଯାହାକି ମୁଖକୁ ଚିକ୍‌ଚିକ୍
କରାଉଥାଏ। ଓଠରେ ଲିପଷ୍ଟିକ୍, ଆଖି ପତା ତଳେ ଲାଲି ରଙ୍ଗର ବୋଳ, ଉତ୍ଥିତ ଯୌନାଙ୍ଗ ଏବଂ ନାରୀର ମୁକ୍ତ କେଶରାଶିକୁ ଝିଙ୍କି ଓଟାରି କ୍ଷିପ୍ର ପଦବ୍ରଜରେ ଉଜ୍ଜ୍ୱଳ ଆଲୋକ ରଶ୍ମିରେ ସମଗ୍ର ଶରୀର ଦେଖାଇ ନାରୀ ଅଙ୍ଗ ସହିତ ନିଜର ଗୁଣ୍ଡା ବଦମାସ ହୃଷ୍ଟପୁଷ୍ଟ ଦେହ ମିଶାଇ ମଞ୍ଚ ଉପରେ ଧର୍ଷଣର ଦୃଶ୍ୟ କିଛି ରକ୍ଷଣଶୀଳ ଦର୍ଶକ ମନରେ ଗ୍ରହଣୀୟ କରାଇ ପାରି ନଥିଲେ। ପରନ୍ତୁ ଅଶ୍ଳୀଳ ଯୌନାକାଂକ୍ଷୀ ଅଭିନୟ ଏତେ ବଢ଼ିଯାଇଥିଲା କି ପଠାଣ ଦାଢ଼ିଆ ଚୁଡ଼ିଦାର ପାଇଜାମା ପିନ୍ଧା ସାନ କନିଷ୍ଠ ଭିଲେନ୍ ବଡ଼ ଉଗ୍ରବାଦୀ ତାର ମୁନିବ ମାଲିକ ଭିଲିଆନ୍ଠାରୁ କଷ ବେତମାଡ଼ ଛାଟ ପାହାର ଖାଇ ପାଦ ମୋଡ଼ା ଏବଂ ଧାରଣରେ ଓଲଟି ଯାଇ ହାତବନ୍ଧା ହ୍ୟାଣ୍ଡକପ୍ରେ ଭୂମିରେ ଭାରା ଦେଇ ପେଟେଇ ପଡ଼ି ତାର ଘଞ୍ଚ କଳା ଲମ୍ବା ହିପି ବାଳ ଧରି ଟଣା ପାଇ ତାର ମେଲା ପାଟିରୁ ଚିତ୍କାର ସହିତ ରକ୍ତବାନ୍ତି ତଥା ମଞ୍ଚ ଉପରେ ଦର୍ଶକ ସାମ୍ନାରେ ଚର୍ ଚର୍ ମୁତିବାର ଅଭିନୟ ଦେଖାଇ କହିଛି ଉର୍ଦ୍ଦୁ ସଂଳାପରେ କି "ऐ मेरे मालिक आका, आपने मुझे पेशाब कराया नहीं, पायखाना भी करा दिया है, अब तो मुझे छोड़ दीजिए। ତୋତେ ଛଡ଼ାଯିବ ନାହିଁ, ବରଂ ତୋ ମୁହଁକୁ ନିର୍ଲଜ୍ଜ ଚେହେରାକୁ କଳା କପଡ଼ାରେ ଢାଙ୍କି ଦିଆଯାଇ ତୋତେ ପିଟି ପିଟି ବନ୍ଦୀ ରୀତିରେ ନୁଆଇଁ ନୁଆଇଁ ବେଶଘର ବନ୍ଦୀଶାଳାକୁ ନିଆଯିବ। ଏହା କହି ତାର ମୁଖମଣ୍ଡଳକୁ କଳା କନାରେ ବାନ୍ଧି ଅଣ୍ଟାରେ ଚେନ୍ ଗୁଡ଼ାଇ ବନ୍ଧା ହାତରେ ତଳମୁହାଁ ନୁଆଇଁ ଗାଣ୍ଡିରେ ଗୋଇଠା ଲାତ ଦେଇ ଜଣେ ସିପାହୀ ତାକୁ ହାତରେ ବେଢ଼ାଇ ଧରି ବେଶଘରକୁ ନେଲା। ବାଟରେ ହାତରେ ପାଚିଲା ବେତ ଧରି ଚଉକି ଉପରେ ବସିଥିବା ପତଳା କାଳିଆ ରାଗୁଆ କୁତ୍ସିତ କଦାକାର ଡେଙ୍ଗା ସରସର ଗେଟେଇ ମାଦଳ ରଙ୍ଗିଲା ପଠାଣ ମିଆଁ ଭିଲେନ୍କୁ ଅଟକାଇ ତାଙ୍କ ସାଙ୍ଗ ସାଥୀ ଡ୍ରାମା ସାରଙ୍କର ପାଦ ଛୁଆଁଇ ତାକୁ ନମସ୍କାର କରାଇ ତାର ପିଚାରେ ଚାପୁଡ଼ା ମାରି "ହଉ ଏବେ ଯା ବେଶଘରକୁ, ଆବେ ତାକୁ ପୂର୍ବ ଭଳି ଭଙ୍ଗୀରେ ନେଇ ଚାଲ। ଦର୍ଶକର ହାସ୍ୟରୋଳ ପାଟିଚିଲା, ଅର୍ଥରାଶିର ବିପୁଳ ପୁରସ୍କାର ଦାନ, ଡ୍ରାମା ସାର ଓସ୍ତାଦଙ୍କୁ ପଠାଣ ସାନ ଭିଲେନ୍କୁ ପ୍ରଶଂସା ତଥା ଅତି ବାସ୍ତବିକ ସର୍ରିଆଲିଷ୍ଟିକ ଉତ୍ତେଜନା ଭରା ପରିପୂର୍ଣ୍ଣ ନଗ୍ନତାଯୁକ୍ତ ସ୍ୱାଦିଷ୍ଟ ଅଭିନୟରେ ଅଭିଜ୍ଞତା ଓ ନାଟ୍ୟରସଯୁକ୍ତ ଆଦିରସ ଶୃଙ୍ଗାରୀ ଚେତ୍ କବି କାବ୍ୟଜାତମ୍ ରସମୟମ୍ ଜଗତ୍ ସଂସ୍କୃତ କବିଙ୍କ ବୋଲିତ ମନ୍ତବ୍ୟର ସାର୍ଥକ ପ୍ରତିଫଳନ ପଠାଣ ସାନ କନିଷ୍ଠ ମିଆଁ ଭିଲେନ୍ର ଅଭିନୟିକ ପ୍ରଦର୍ଶନର ମାନରେ ରହିଥିଲା ନାଟ୍ୟ ଓସ୍ତାଦ ବା ଡ୍ରାମା ସାରଙ୍କର ସୂର୍ଯ୍ୟମାନ ମନୋଭାବର କଳାକାର ଜରିଆର ବାହ୍ୟ ପ୍ରକାଶକରଣ ନିର୍ଦ୍ଦେଶକଙ୍କର ଇଚ୍ଛା ଓ ଚାହିଦାରେ ନବ ଯୁବ ନାଟ୍ୟ ପ୍ରତିଭା କଇତା ପକା ଗୌରବର୍ଣ୍ଣର B.A. ପାସ୍ କରା ଯାତ୍ରା ଖଳ ଚରିତ୍ରର ଅଭିନୟ ଦର୍ଶକର କଳାବଜାରୀ ସୂତ୍ରରେ ଟିକେଟ କିଣି ଯାତ୍ରା ଉପଭୋଗ ଅବଶ୍ୟମ୍ଭାବୀ ସାଫଲ୍ୟକୁ ଅଧିକାଂଶ ଦର୍ଶକର ଗ୍ରାହ୍ୟତାରେ ଥିଲା, ନହେଲେ ଅର୍ଥରାଶି ପୁରସ୍କାର ପ୍ରଦତ୍ତ ହୋଇ ନଥାନ୍ତା। ଅଗତ୍ୟା ଅଭିଜ୍ଞତା ଜନିତ ପ୍ରାୟୋଗିକ ସୃଜନଶୀଳତା ଅଶ୍ଳୀଳତାର ଥିଲେ ବି ଅବଜ୍ଞାର ଯେ ନଥିଲା, ଏହା ନିର୍ବିବାଦରେ କୁହାଯାଇପାରିବ। ଦର୍ଶକର ମାତ୍ରାଧିକ୍ୟ ରୁଚିକୁ ଦେଖି ଅଭିନୟିକ ପ୍ରଦର୍ଶନକୁ ଅଭିନେତା ମାରଫତରେ ନିର୍ଦ୍ଦେଶକ ଏଥିପାଇଁ କରାଇବାକୁ ବାଧ୍ୟ ହୋଇଥିଲେ କି ଯାତ୍ରାକୁ ବ୍ୟାବସାୟିକ ସଫଳତା ମିଳୁ, ମୋର ସୃଜନଶୀଳତାର ନିଆର ପଣ ଦର୍ଶକ ଜାଣୁ। ଆଧୁନିକ ଓଡ଼ିଆ କବିତାରେ କବିର ସୃଜନଶୀଳତା ଥିବାର ଦୃଶ୍ୟ ରୂପଟି ଥିଲା ବାଉଁଶ କଣି ଅଗରେ ବଣି ପକ୍ଷୀଟିଏ ବସିଛି। କବି ଚିନ୍ତାମଣି ବେହେରା ଦେଖିକି ନିଜର କବିଜୀବନ ବିତେଇକି କାବ୍ୟ ଅଭିଜ୍ଞ ହୋଇକି ସୃଜନଶୀଳତାକୁ ପ୍ରୟୋଗ କରିକି ବଣି କବିତାଟିଏ ଏପରି ଲେଖିଲେ କି ତାହା ସ୍କୁଲ ସ୍ତରରେ ପାଠ୍ୟ ପ୍ରଚଳିତ ହୋଇ କବିର କବିକୃତିତ୍ୱ ବା ନେକ ନାମିକୁ ବଢ଼ାଇ କବିତାଟିକୁ ଅବିସ୍ମରଣୀୟ କରାଇ ସ୍ମରଣ ରଖି ପାଠକ ଦୁଇ ପଦ ବା ଧାଡ଼ି ହେଉ ପଛେ ଗାଇପାରିଲା। ମନ ମୋର ଏଇ ବଣି ପରି ପଙ୍କ କୀଟ ଖୋଜେ ବେଳେ ବେଳେ, କୀଟର ଉତ୍ସବେ ମାତି ଭୁଲିଯାଏ କିରଣର ଡାକ। କବି ବଣି କବିତା ଲେଖିବା ପଛରେ
ସାରତତ୍ତ୍ୱଟି ହୋଇଛି ଆତ୍ମା ବା ମଣିଷର ମନପକ୍ଷୀ ହିଂସା ଈର୍ଷା ଦ୍ୱେଷ ପରଶ୍ରୀ କାତରତାରେ ଆବିଳ ବା ମଇଳା ହୋଇଯାଇ ସୁନ୍ଦର ବଣିପକ୍ଷୀର କୀଟ ପୋକ ଜୋକ ଜିଆ ଆଦି ମଇଳା ଅସନା ଜାଗାରୁ ଖାଇ ଉଦରସ୍ଥ କରିବା ପେଟରେ ଭରିବା। ପକ୍ଷୀ ସୁନ୍ଦର ହେଲେ ଖାଏ ମଇଳା, ସେହିପରି ମଣିଷ ସୁନ୍ଦର ହେଲେ ଆସୁରିକ ବା ଅସୁର ପ୍ରକୃତିରେ ମଇଳା ମନରେ ମଣିଷ ଜୀବନ ବାହିତ କରିଥାଏ। ଅଭିଜ୍ଞାନ ସୃଜନଶୀଳତାର ଅପୁର ନମୁନା ହେଲା IAS କବି ରମାକାନ୍ତ ରଥଙ୍କର ଶ୍ରେଣୀକକ୍ଷର ପାଠ୍ୟାନ୍ତର୍ଗତ କବିତା ଇନ୍ଦ୍ରଧନୁ। କବି ଆକାଶରେ ଉଦିତ ଇନ୍ଦ୍ରଧନୁକୁ ଦେଖି ଜୀବନ ବିତାଇ ଅଭିଜ୍ଞତାରେ ଆଣି ଇନ୍ଦ୍ରଧନୁର 7ଟି ପ୍ରତ୍ୟେକ ଭିନ୍ନ ରଙ୍ଗକୁ ଜୀବନର ସୁଖ ଦୁଃଖ ପ୍ରେମ ଘୃଣା ଉଠିବା ପଡ଼ିବା ଉତ୍ଥାନ ପତନ ଜନ୍ମ ମୃତ୍ୟୁ ଆଦି ପରିସ୍ଥିତିକ ଜୀବନର ଅତିବାହିତିର ସମଗ୍ରତାକୁ ଗୋଟିଏ ଇନ୍ଦ୍ରଧନୁର ଚିତ୍ରକଳ୍ପିତ ପ୍ରତୀକ କରି ଜୀବନର ବିବିଧ ବୈଚିତ୍ର୍ୟକୁ ଇନ୍ଦ୍ରଧନୁର ଏକକ କରି ସୃଜନଶୀଳତାର ଅପୂର୍ବ ସାମର୍ଥ୍ୟ ଦକ୍ଷତାରେ ରମଣୀୟାର୍ଥ ପ୍ରତିପାଦକଃ ଶବ୍ଦଃ କାବ୍ୟମ୍ କିମ୍ବା ବାକ୍ୟମ୍ ରସାତ୍ମକଂ କାବ୍ୟମ୍ କିମ୍ବା ଶବ୍ଦାର୍ଥୌ ସହିତୌ କାବ୍ୟମ୍ ବା ଶବ୍ଦ ଓ ଅର୍ଥର ସହମିଳନ ରସପୂର୍ଣ୍ଣ ବାକ୍ୟ ହେଉଛି କାବ୍ୟ କରିଦେଇ ସର୍ଜନଶୀଳତାର ଅଭୂତପୂର୍ବ ଭେଟି ଓଡ଼ିଆ କାବ୍ୟ ରସିକ ବିବୁଧ ଶେଖର ପାଠକଙ୍କୁ ପ୍ରଦାନ କରିଦେଇଅଛନ୍ତି। ଏଥିରୁ ସୁସ୍ପଷ୍ଟ ପ୍ରମାଣିତ ହୋଇଯାଉଅଛି କି ଅଜ୍ଞାନ ଅବୋଧତା ସୃଜନଶୀଳତାକୁ ବା କ୍ରିଏଟିଭିଟିକୁ ଜନ୍ମାଇ ପାରେନା। ଅନୁଭୂତି ଅଭିଜ୍ଞତା ହିଁ ଜନ୍ମିତ କରେ, ଜାତ ଦିଏ ସୃଜନଶୀଳ ମର୍ଯ୍ୟାଦାକୁ। ଆଜି ମାନବିକ ଜଗତରେ କଳା ବିଜ୍ଞାନ କୁଟୀର ଶିଳ୍ପ ଯନ୍ତ୍ରଶିଳ୍ପ ଭାବିବା ଲେଖିବା ସର୍ବତ୍ର ସୃଜନଶୀଳତାର ସ୍ଥିତି ଅପୂର୍ଣ୍ଣ ପରିପୂର୍ଣ୍ଣ ହୋଇ ଉପଭୋଗକାରୀର ନୟନ ମନ ଅବାଙ୍ଗ ମାନସ ଗୋଚର ମାନେ ଯାହା ଅବ୍ୟକ୍ତ ଅକଥିତ ହୋଇ ମନର ଆଭ୍ୟନ୍ତରୀଣ ପ୍ରଦେଶରେ ସଂଗୁପ୍ତ ହୋଇ ରହିଥିଲା ଦେଖି ଦେଖାଇବାରେ ମନ ତୁଷ୍ଟି ଲଭିଲା। ଏହା ବିଭୁ ଆଶିଷର ଅଶେଷ କରୁଣା ଅବଶ୍ୟ, ନଚେତ୍ ମଣିଷ ପ୍ରତିଭାବନ୍ତ ହେଲା କୋଉ ଉପାୟରେ? ସୃଜନଶୀଳତା ବୃଥା ଭାବନା ନୁହେଁ, ନିହିତ ଭାବନା। ମଧୁସୂଦନ ରାଓ ଯେଉଁ କହିଛନ୍ତି ନିର୍ବାସିତ ବିଳାପ କବିତାରେ କି ବୃଥା ଭାବନା ଆଉ କରିବି ନାହିଁ, ଭାବନାରେ ଆନନ୍ଦ ମିଳଇ କାହିଁ। ଯଦି ସୃଜନଶୀଳତାର ମାଦକତା ମାଧୁର୍ଯ୍ୟକୁ ସତରେ ଦେଖାଯାଏ ତ ତେବେ ଏବଂ ବିଦ୍ଧ ବା ଏହିପରି ଭାବନା ବୃଥା ନୁହେଁ, ବରଂ ଗରିମାମୟ। ଯେଉଁଠି ଗଠନମୂଳକ ନିର୍ମାଣ ବା କନଷ୍ଟ୍ରକ୍ଟିଭ କୋ-ରିଲେଟିଭ ଥିଙ୍ଗ କୁହାଯିବ, ଯେଉଁଥିରୁ ଜଗତରେ ରାଶି ରାଶି ବିଦ୍ୟା ଜ୍ଞାନ ବାହାରି ମଣିଷକୁ ସା ବିଦ୍ୟା ଯା ବିମୁକ୍ତୟେ, ଅର୍ଥାତ୍ ବିଦ୍ୟା ସେହି ଯାହାକି ଅଜ୍ଞତାରୁ ମୁକ୍ତି ଦିଏ, କରାଇ ପାରିଅଛି। ନହେଲେ ମଣିଷର ଦୁର୍ଲଭ ଜୀବନ ଅମା ଅନ୍ଧକାରରେ ପରିପୂର୍ତ୍ତି ହୋଇ ରହିଥାନ୍ତା।